ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ନୀଳକଣ୍ଠ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଅବ୍ୟବସ୍ଥା। ପ୍ରଧାନ ଶିକ୍ଷୟିତ୍ରୀ ନିଜର ପାରିଲା ପଣିଆ ଦେଖାଇଛନ୍ତି। ପିଲା ସ୍କୁଲକୁ ନ ଆସି ଆଟେଣ୍ଡାନ୍ସ ଖାତାରେ ଦରଜ କରିବା ଏହା କ'ଣ ଶିକ୍ଷାନୀତି? ଖାଦ୍ୟର ଅବ୍ୟବସ୍ଥା ନେଇ ଗଣମାଧ୍ୟମ ପଚାରିଲେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ମିଳୁଛି ଗଣମାଧ୍ୟମକୁ ଥାନାର ଧମକ। ପାଚିକା 13 ଜଣ ପିଲାଙ୍କ ପାଇଁ ଖାଦ୍ୟ ରାନ୍ଧୁଥିବା କହୁଥିବା ବେଳେ 10 ଜଣ ଭିଜୁଆଲରେ ଖାଉଛନ୍ତି। ଆରଟିଆଇ ତଥ୍ୟ ଅନୁସାରେ 23 ଜଣ ଆସିଥିଲେ। ଖାଦ୍ୟ ଓ ଅଣ୍ଡା କୁଆଡ଼େ ଯାଏ? କଞ୍ଚା ଅଣ୍ଡା ଦେଇ ନିଜକୁ ବଞ୍ଚାଇବା ପାଇଁ ସେହି ଦିନରେ ରିଜଲ୍ୟୁସନ୍ କରିଥିଲେ। ସେହି ଦିନରେ ଅନ୍ୟ କଥା ଲେଖି ପରଦିନ ଲେଖିଲେ କଞ୍ଚା ଅଣ୍ଡା ଦିଆ ହେବ। ଏହା କେତେ ସତ୍ୟତା ତଦନ୍ତ ପରେ ଜଣାପଡ଼ିବ। ଚେୟାରପର୍ସନ ରମେଶ ମହାପାତ୍ରଙ୍କୁ ଏବଂ ୱାର୍ଡ ମେମ୍ବର ଅଶୋକ କୁମାର ମହାପାତ୍ରଙ୍କୁ ହାତ କରି ପ୍ରଧାନ ଶିକ୍ଷୟିତ୍ରୀ ନିଜକୁ ସଚେତନତା ଦେଖାଇବାକୁ ଯାଇ ରେଜୁଲେସନ୍ କରିଥିଲେ। ରେଜୁଲେସନରେ ଏଥିରୁ ସ୍ପଷ୍ଟ ବାରି ହେଉଛି, ଯଦି ଇନଚାର୍ଜ ଥାଇ କେତେ କଥା କହିପାରୁଛନ୍ତି, ଗୁଣ୍ଡା ସଜାଇଥିବା ଅଭିଭାବକ ଓ ଏସ୍ଏମ୍ସି ଚେୟାରପର୍ସନଙ୍କୁ ରମେଶ ମହାପାତ୍ର ଓ ୱାର୍ଡ ମେମ୍ବର ଅଶୋକ ମହାପାତ୍ର ସହଯୋଗରେ ଯଦି ପ୍ରଧାନ ଶିକ୍ଷୟିତ୍ରୀ ତପସ୍ୱିନୀ ଷଡ଼ଙ୍ଗୀ ନିଜେ ସଚୋଟ ଦେଖାଇ କାହା ଇଙ୍ଗିତରେ ଥାନାକୁ ଯାଇଥିଲେ ଇନଚାର୍ଜ ଥାଇ ଏତେ ଘଟଣା ଘଟାଇ ପାରୁଛନ୍ତି, ତେବେ ପୂର୍ଣ୍ଣାଙ୍ଗ ହେଡମାଷ୍ଟର ହେବେ, ତେବେ ସ୍କୁଲକୁ କଳାକନା ବୁଲାଇ ଦେବେ। ମେମ୍ବରଙ୍କୁ ରେଜୁଲେସନରେ ମିଛ ଓ ଭକୁଆ ବନାଇ ଦସ୍ତଖତ କରୁଥିଲେ, ତାହା ମଧ୍ୟ ଆପଣମାନେ ଶୁଣିପାରିବେ। ଆରଟିଆଇ ମାଗିଲେ ହେଉଛି ଫୋନରେ